ମୁଁ ତ ଦେଖିଲି ଆପଣମାନଙ୍କ ପ୍ରେସ୍ ମାଧ୍ୟମରେ ଗୋଟେ କପି ବୁଲୁଛି ଯେ ଆମକୁ ନିଲମ୍ବିତ କରାଗଲା ବୋଲି ଆମର ଓଡ଼ିଶା ସରକାରଙ୍କର ଯେ ନିର୍ବାଚନ କମିଶନର 11 ନମ୍ବର ଏବଂ 13 ନମ୍ବର ସୁବର୍ଣ୍ଣ ମଞ୍ଜରୀ ସିଂ ଅତିକୃଷ୍ଟ ନନ୍ଦଙ୍କୁ ସଭ୍ୟ ପଦରୁ ନିଲମ୍ବନ କରାହେଲା ବୋଲି ମୁଁ ଶୁଣୁଛି। କାହିଁକି କରାହେଲା ସେ କଥା କହିଲା ବେଳକୁ ବହୁତ କଥା ମନରେ ପଡୁଛି। କାହିଁକି ମୋ ଏଗେନ୍ଷ୍ଟରେ କେସ୍ କରିଥିଲେ ମୋର ଅତୀତରେ ବନ୍ଧୁ ସୁକାନ୍ତ ନାୟକ ଯିଏ ବର୍ତ୍ତମାନ ଏକ୍ସ MLA, ସେ ଗୋଟେ ରାଜନୈତିକ ବେଶ୍ୟା। ସେ ବିଜେଡି ଦଳ ତାଙ୍କୁ ପରିଚୟ ଦେଲା କିନ୍ତୁ ସେ ବିଜେଡି ଦଳ ତାଙ୍କୁ ଖେଦିଥିଲା। ତାପରେ ଏଟା 2014ରେ ତାଙ୍କୁ MLA କରିଥିଲା ବିଜୁ ଜନତା ଦଳ। ତାପରେ ଲୋକଙ୍କ ସାଙ୍ଗରେ ଖରାପ ବ୍ୟବହାର ଯୋଗୁରୁ ବିଜୁ ଜନତା ଦଳ ତାଙ୍କୁ ବହିଷ୍କାର କରିଥିଲା। ତାପରେ ଆମର ଆଦରଣୀୟ MP ଯଶସ୍ୱୀ MP ଆମର ପ୍ରତାପ ନନା ତାଙ୍କୁ ନେଇ ତାଙ୍କ ପରିଶ୍ରମରେ ସେ ତାଙ୍କୁ ଜିତେଇଥିଲେ। ତାପରେ ବି ସେ ଦଳର ସେଠି ସେ ହଗିଲେ, ଯୋଉଥିପାଇଁ କି ତାଙ୍କୁ ସେ ଦଳ ବି ବହିଷ୍କାର କଲା। ମୁଁ ବିଜୁ ଜନତା ଦଳର ସକ୍ରିୟ କର୍ମୀ ଥିଲି ଏବଂ 2022 ମସିହାରେ ଯେଉଁ ଇଲେକ୍ସନ ହେଇଥିଲା ସେତେବେଳେ ସନ୍ତୋଷ ଖଟୁଆ ବିଜୁ ଜନତା ଦଳର ଥିଲେ। ତାଙ୍କର ପ୍ରୋତ୍ସାହନରେ ନୀଳଗିରି ଖାଲି ନୁହେଁ, ନୀଳଗିରି ନିର୍ବାଚନ ମଣ୍ଡଳ ସମସ୍ତ ଚେୟାରମ୍ୟାନ ବିଜୁ ଜନତା ଦଳର ଯେଉଁ ଆମର ଜିଲ୍ଲା ପରିଷଦ ସବୁ ଜିତିଥିଲେ। ସୁକାନ୍ତ ନାୟକ ତାଙ୍କ 10 ବର୍ଷ MLA ଭିତରେ ସେ ଜଣକୁ ବି ଜିତେଇ ନାହାନ୍ତି ଜିଲ୍ଲା ପରିଷଦର। ସେ ତ ମତେ ଭୋଟ ଦେଇନାହାନ୍ତି। ଦଳକୁ ଗଲେ ଯିଏ ବାରମ୍ବାର ଦଳ ପରିବର୍ତ୍ତନ କରୁଛି ସେ ଗୋଟେ ଅନ୍ୟ ଦଳକୁ ଗଲା ପରେ ସେ ତମ ଇଲେକ୍ସନରେ ସେ ମୋ ସାଙ୍ଗରେ ନଥିଲେ। ତାଙ୍କର କୋଉଠୁ ଅଧିକାର ଆସିଲା? ଇଲେକ୍ସନ କମିଶନର ଦେଲେ, କାରଣ ସେଟା ପାର୍ଟିର ନିୟମ ଅଛି। କିନ୍ତୁ ତାଙ୍କର କୋଉ ଅଧିକାର ଆସିଲା ଯେ ମୁଁ ବିଜୁ ଜନତା ଦଳ ଛାଡ଼ିଦେଲା ପରେ ତାଙ୍କର କୋଉ ହକ୍ ଆସିଲା ଯେ ସିଏ ମୋ ନାଁରେ କେସ୍ କରିବେ? କେସ୍ କଲେ ଏବଂ କେସ୍ରେ ଯାହା ପରିଣାମ ଆସିଲା, ମୋର ଆଇନ ଉପରେ ଭରସା ଅଛି। ହାଇକୋର୍ଟ ଯିମି, ଦେଖିବା କଣ ହଉଛି। ଇଲେକ୍ସନ କମିଶନଙ୍କ ପାଖରେ ସିଏ କରିଥିଲେ, ଆ ପୂର୍ବରୁ ହେଇଥିଲା କିନ୍ତୁ ସିଏ କରିଥିଲେ। ସେ କରିଥିଲେ ନିଜକୁ ହାଇଲାଇଟେଡ୍ କରିବା ନେଇକି ଚାହୁଁଛନ୍ତି, କାହିଁକିନା ବିଜୁ ଜନତା ଦଳ ତାଙ୍କୁ ଠିକ ରକମ ଗ୍ରହଣ କରୁନି। କାହିଁକିନା ବିଜୁ ଜନତା ଦଳର ସେ ତାଙ୍କୁ ବହିଷ୍କୃତ କରିଥିଲେ। ବିଜେପି ଗଲେ ବିଜେପି ବହିଷ୍କୃତ କଲା। ଆଉ ଜଣେ ଲୋକ ଗୋଟେ ଅପାରଗ ଲୋକ, ଜଣେ ଯିଏ ମାନେ ଲୋକଙ୍କ ପାଖରୁ 20,000 ଭୋଟରେ ପ୍ରତ୍ୟାଖ୍ୟାତ ହେଇଥିବା ଲୋକ ଏବଂ ଇଲେକ୍ସନ ବେଳେ ଗୋଟେ ଜିଲ୍ଲା ପରିଷଦ ନ ଜିତିଥିବା ଲୋକ, ଚେୟାରମ୍ୟାନ ନ କରିଥିବା ଲୋକ ସେ କେସ୍ କରୁଛୁ, ଯିଏକି ତାକୁ ଭୋଟରେ ସାହାଯ୍ୟ କରିନି, କିଛି କରିନି। ଆଠୁ ଅଲଜ୍ଜାକର ବିଷୟ କିଛି ନାହିଁ। ସେ ଜଣେ ଚରିତ୍ରହୀନ ଲୋକ। ଭବିଷ୍ୟତରେ ଆଉ ଗୋଟେ କହିବି ମୁଁ ବହୁତ କଥା ତାଙ୍କ ବିଷୟରେ। ନା, ମୁଁ ବିଜେପିର ଯେହେତୁ ଖଟୁଆ ବାବୁ ମତେ ଜିତେଇଥିଲେ, ଖଟୁଆ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇକି ବିଜେପିର ଯୋଉ ମନ୍ତ୍ରୀ ଆସିଥିଲେ ମୁଁ ଯାଇଥିଲି ସେଠିକି। ବିଜେପିର ପ୍ରାଇମେରୀ ମେମ୍ବରସିପ ନେଇନି, କିନ୍ତୁ ତାକୁ ଯଦି କିଏ କହିବ ମୁଁ ବିଜେପିର ଜଏନ୍ କଲି ବୋଲି ପେପର ବାଲା ବାହାର କଲେ, ମୁଁ ସେଟାକୁ ବିରୋଧ କରିବି କେରକ? କଲେ ଆମେ ଆଉ 4-5 ମାସ ଅଛି। ସେଥିରେ ଗୋଟେ ବଡ ବିଚିତ୍ର କଥା କିଛି ଅଛି। ସେ ତାଙ୍କୁ ଆତ୍ମସମୀକ୍ଷା କରନ୍ତୁ। ଯିଏ କେସ୍ କରିଥିଲେ ସେ ନିଜେ ଆତ୍ମସମୀକ୍ଷା କରନ୍ତୁ। ସେ ତ ନିଜେ ଗୋଟେ ଜିତି ନାହାନ୍ତି ଏବଂ ନିଜେ ସେ ଦଳର ନଥିଲେ ଇଲେକ୍ସନ ବେଳେ। ସେ କେମିତି ଯେ କେସ୍ କରୁଛନ୍ତି ଏବଂ ଲୋକ କେମିତି ତାକୁ ଶୁଣୁଛନ୍ତି ଏବଂ ବେହାଙ୍କ ରୋଗ ସମସ୍ତଙ୍କୁ କପି ପଠାଉଛନ୍ତି ଏବଂ ଆତ୍ମଗର୍ବର ସହ ପ୍ରେସ୍ ବାଲାଙ୍କୁ ବାଇଟ୍ ଦେଉଛନ୍ତି। ମୋର ଆଶ୍ଚର୍ଯ୍ୟ ହଉଛି। ସେ ରାଜନୀତି ଆଜି ଅଛି କାଲି ନାହିଁ। ତାଙ୍କ ଭଳିଆ ପଟ ପରିବର୍ତ୍ତନ କରିବା ଲୋକ ଆମମାନେ ନୁହେଁ। ସୁପ୍ରିମକୋର୍ଟ କାହିଁ ଲଢିବା? ଆମେ ହାଇକୋର୍ଟକୁ ଯିବା, ସୁପ୍ରିମକୋର୍ଟ ତ ପଛରେ ଅଛି। ହାଇକୋର୍ଟକୁ ଯିବା, ନ୍ୟାୟ ମାଗିବା। ଯେ ଗୋଟେ ଲୋକର ନିଜର ନିଜତ୍ୱ ନାହିଁ ଯେ ଲୋକ, ସେ ଲୋକ କଣ ପାଇଁ କେସ୍ କରୁଛୁ? ସେ କଣ ମତେ ଦେଇଥିଲା ନା? ସେ ଭୋଟ ଦେଇଥିଲା ନା? ସେ ମୋ ପାଖରୁ ହାରିଛନ୍ତି ପରା। ତାଙ୍କ କ୍ୟାଣ୍ଡିଡେଟ୍ ହାରିଛି, ସେ ନିଜେ ହାରିଛନ୍ତି। 20,000 ଲୋକ ତାଙ୍କୁ ପ୍ରତ୍ୟାଖ୍ୟାତ କରିଛନ୍ତି। ଯୋଉ ବିଜୁ ଜନତା ଦଳ ନିଜକୁ ଉପରକୁ ଉଠେଇବା ପାଇଁ ଗୋଟେ ମିଛ ପ୍ରୟାସ କରୁଛନ୍ତି।